କେଉଁ ଦେଶରେ ରାତି ସମୟରେ ଚାଷ କରାଯାଏ? ଅପସନ୍ ଏ ଭାରତ, ଅପସନ୍ ବି ଚୀନ, ଅପସନ୍ ସି ନରୱେ, ଅପସନ୍ ଡି ଆମେରିକା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଆମେରିକା। ପରବର୍ତ୍ତୀ ପ୍ରଶ୍ନ, ମଣିଷର ପାଦର ପଞ୍ଜାରେ କେତୋଟି ହାଡ଼ ଥାଏ? ଅପସନ୍ ଏ 28ଟି ହାଡ଼, ଅପସନ୍ ବି 25ଟି ହାଡ଼, ଅପସନ୍ ସି 26ଟି ହାଡ଼, ଅପସନ୍ ଡି 24ଟି ହାଡ଼। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 26ଟି ହାଡ଼। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ସବୁଠାରୁ କମ୍ ମୁସଲମାନ ଅଛନ୍ତି? ଅପସନ୍ ଏ ଗୋଆ, ଅପସନ୍ ବି ସିକିମ୍, ଅପସନ୍ ସି ଗୁଜରାଟ, ଅପସନ୍ ଡି ଓଡ଼ିଶା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସିକିମ୍। ପରବର୍ତ୍ତୀ ପ୍ରଶ୍ନ, ନଡ଼ିଆର ସର୍ବାଧିକ ଉତ୍ପାଦନ କେଉଁ ଦେଶରେ ହୁଏ? ଅପସନ୍ ଏ ଭାରତ, ଅପସନ୍ ବି ନରୱେ, ଅପସନ୍ ସି ଇଣ୍ଡୋନେସିଆ, ଅପସନ୍ ଡି ଚୀନ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଇଣ୍ଡୋନେସିଆ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ସବୁଠାରୁ ଅଧିକ ହୀରା କେଉଁ ରାଜ୍ୟରେ ମିଳେ? ଅପସନ୍ ଏ ଉତ୍ତରପ୍ରଦେଶ, ଅପସନ୍ ବି ଝାଡ଼ଖଣ୍ଡରେ, ଅପସନ୍ ସି ଓଡ଼ିଶାରେ, ଅପସନ୍ ଡି ମଧ୍ୟପ୍ରଦେଶରେ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ମଧ୍ୟପ୍ରଦେଶରେ। ପରବର୍ତ୍ତୀ ପ୍ରଶ୍ନ, ସବୁଠାରୁ ବଡ଼ ଫୁଲ ଥିବା ଉଦ୍ଭିଦ କେଉଁଟି? ଅପସନ୍ ଏ ଗୋଲାପ ଫୁଲ, ଅପସନ୍ ବି ପଦ୍ମ ଫୁଲ, ଅପସନ୍ ସି ଲିଲି, ଅପସନ୍ ଡି ରାଫ୍ଲେସିଆ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ରାଫ୍ଲେସିଆ। ପରବର୍ତ୍ତୀ ପ୍ରଶ୍ନ, ମାଙ୍କଡ଼ର ହାରାହାରି ଜୀବନ କାଳ କେତେ? ଅପସନ୍ ଏ 15 ବର୍ଷ, ଅପସନ୍ ବି 25 ବର୍ଷ, ଅପସନ୍ ସି 35 ବର୍ଷ, ଅପସନ୍ ଡି 45 ବର୍ଷ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି 35 ବର୍ଷ। ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ କିଏ ଥିଲେ? ଅପସନ୍ ଏ ଡକ୍ଟର ମନମୋହନ ସିଂ, ଅପସନ୍ ବି ନରେନ୍ଦ୍ର ମୋଦି, ଅପସନ୍ ସି ରାହୁଲ ଗାନ୍ଧୀ, ଅପସନ୍ ଡି ରାଜୀବ ଗାନ୍ଧୀ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ରାଜୀବ ଗାନ୍ଧୀ। ପରବର୍ତ୍ତୀ ପ୍ରଶ୍ନ, ମାନବ ଦ୍ୱାରା ସର୍ବପ୍ରଥମେ କେଉଁ ଧାତୁ ବ୍ୟବହାର କରାଯାଇଥିଲା? ଅପସନ୍ ଏ ଲୁହା, ଅପସନ୍ ବି ତମ୍ବା, ଅପସନ୍ ସି ଚାନ୍ଦି, ଅପସନ୍ ଡି ସୁନା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ତମ୍ବା। ପରବର୍ତ୍ତୀ ପ୍ରଶ୍ନ, କେଉଁ ପ୍ରାଣୀ ଆଖି କଲା ରଖି ଶୋଇଥାଏ? ଅପସନ୍ ଏ ପିମ୍ପୁଡ଼ି, ଅପସନ୍ ବି କୁକୁର, ଅପସନ୍ ସି କୁମ୍ଭୀର, ଅପସନ୍ ଡି ବେଙ୍ଗ। ସଠିକ୍ ଉତ୍ତର ହେଉଛି ଅପସନ୍ ସି କୁମ୍ଭୀର। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱର ଦ୍ୱିତୀୟ ତାଜମହଲ କେଉଁ ଦେଶରେ ଅବସ୍ଥିତ? ଅପସନ୍ ଏ ଜାପାନ, ଅପସନ୍ ବି ପାକିସ୍ତାନ, ଅପସନ୍ ସି ବାଂଲାଦେଶ, ଅପସନ୍ ଡି ଭାରତ। ସଠିକ୍ ଉତ୍ତର ହେଉଛି ଅପସନ୍ ସି ବାଂଲାଦେଶ।